ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ। ଭୁବନେଶ୍ୱର ଏମ୍ସ ଚିକିତ୍ସାଧୀନରେ ଅବସ୍ଥାରେ ହେଲା ଦେହାନ୍ତ। ମୃତ୍ୟୁ ପରେ ପାର୍ଥିବ ଶରୀର ଦର୍ଶନ କରିବାକୁ ଯାଇଥିଲେ ଅନୁଭବ ମହାନ୍ତି। ଆଉ ଶେଷରେ ଡକ୍ଟର କହିଲେ ତାଙ୍କର ସମସ୍ତ କିଡନୀ ଆଣ୍ଡ ଲିଭର ଡିଜିଜ୍ ଥିବାରୁ ମୃତ୍ୟୁ ହୋଇଛି। ହ୍ୟୁମାନ ସାଗର ଅମର ରହେ ନାଁରେ ପୁରା ଟିଟଲାଗଡ଼ ଉଠୁଛି ଆଉ ପଡ଼ୁଛି। ମା ରାଗିଯାଇ କହିଲେ ସବୁ ଗୁମର କଥା। ହ୍ୟୁମାନ ସାଗର ଜୀବନ କହିଲେ ନାମ ହ୍ୟୁମାନ ସାଗର। ଜନ୍ମ 25 ନଭେମ୍ବର 1990। ଜନ୍ମସ୍ଥାନ ଟିଟିଲାଗଡ଼ର ଓଡ଼ିଶା। ପରିବାର କହିଲେ ମା ବାପା ଦୁହେଁ ଗାୟିକା। ଶିକ୍ଷାରେ MBBS ଛାଡ଼ି ସଙ୍ଗୀତ ଆଡ଼କୁ ଅଗ୍ରସର ହୋଇଥିଲେ ହ୍ୟୁମାନ ସାଗର। ବିବାହ 2017ରେ ସ୍ତ୍ରୀ ମିଶ୍ରଙ୍କ ସହ। ସନ୍ତାନ ଗୋଟିଏ ଝିଅ। ହ୍ୟୁମାନ ସାଗରଙ୍କ ଝୁରି ଟୋଟାଲ ଓଡ଼ିଶା କାନ୍ଦୁଛି। ହେଲେ ସେ ଆଉ ଫେରିବେ ନାହିଁ। ଆମକୁ ଛାଡ଼ି ବହୁ ଦୂରକୁ ଚାଲି ଯାଇଛନ୍ତି ହ୍ୟୁମାନ ସାଗର। ଶେଷରେ ଏତିକି କହିବା, ତାଙ୍କ ଆତ୍ମାକୁ ଭଗବାନ ଶାନ୍ତିରେ ରଖନ୍ତୁ। ହ୍ୟୁମାନ ସାଗର ମରିବାର ବଡ଼ କାରଣ ହେଉଛି ନିଶା ବା ଆଲକୋହଲ। ଆଲକୋହଲ ତାଙ୍କୁ କରିଦେଇଥିଲା ଟୋଟାଲି ନିକମ୍ମା, ତାଙ୍କ ଶରୀର ଭିତରୁ ଏବଂ ବାହାରୁ। 100+ ସିନେମାରେ ଗାଇଛନ୍ତି ହ୍ୟୁମାନ ସାଗର ଗୀତ। ହେଲେ ଏବେ ନାହାନ୍ତି ଆଉ ହ୍ୟୁମାନ ସାଗର ଆମ ଗହଣରେ। 3 ବର୍ଷ ହେଲା ପୀଡ଼ିତ ଥିଲେ ଲିଭର ଆଣ୍ଡ କିଡନୀ ରୋଗରେ। ହେଲେ ମା କହିଲେ ସବୁ ଭୁଲ ପିଏଙ୍କର। ହ୍ୟୁମାନ ସାଗର ଅମର ରହେ ସ୍ୱରରେ ଟୋଟାଲ ଓଡ଼ିଶା ଏବଂ ସମସ୍ତ ଅଭିନେତ୍ର ଝୁରୁଛନ୍ତି। ନବୀନଙ୍କର ଗୀତ ମଧ୍ୟ ଗାଇଥିଲେ ହ୍ୟୁମାନ ସାଗର। ଆଉ ଅନେକ ଗୀତ ଗାଇ ଆୱାର୍ଡ଼ ମଧ୍ୟ ଅନେକ ପାଇଛନ୍ତି। ପିଏ କହିଲେ ସବୁ ଭୁଲ ତାଙ୍କ ମାର। ଡକ୍ଟର କହିଲେ ତାଙ୍କର କିଡନୀ ଆଣ୍ଡ ଲିଭର ଖରାପ ଥିଲା, ସେଥିପାଇଁ ସେ ମରିଗଲେ। କିନ୍ତୁ ଆଉ ପାଇବନି ଅଲିଉଡ଼ ଗୋଟେ କୋହିନୂର, ଯିଏକି ଓଡ଼ିଆ ଇଣ୍ଡଷ୍ଟ୍ରିର ମାନ ସମ୍ମାନକୁ ବହୁ ପର୍ଯ୍ୟନ୍ତ ନେଇକି ଯାଇଥିଲେ। ଶେଷ ସମୟରେ ହ୍ୟୁମାନ ସାଗରଙ୍କର ଦର୍ଶନ କରିବାକୁ ଅନେକ ଲୋକ ଆସିଥିଲେ।